ହ୍ୟାଲୋ ଭାଇ, ତମେ ମତେ ସେଦିନ କହିଲ ଗୋଟେ 1000 ଟଙ୍କା ଫୋନ ପେ କରିଦେ, ମୋ ଫୋନ ପେ କାମ କରୁନି, ମୁଁ ଘରକୁ ଗଲେ ଦେଇଦେବି। ହଁ ସେ 8-9 ମାସ ହେଲାଣି ନା, ମୋର ଆଉ ସେ କଥା ଭୁଲିଗଲାଣି, ମନେ ନାହିଁ। 8-9 ମାସ ହେଇଗଲା, ତମେ ଘରେ ପହଞ୍ଚି ପାଇଲନି କି ମୋ ପଇସା ଟା ବି ଦେଇ ପାଇଲନି। ଆରେ ନା ନା, ଏବେ ବି ବାହାରେ ଅଛି। ଏ ଜନ୍ମରେ ତୁମେ ଆଉ ଘରେ ପହଞ୍ଚି ପାରିବନି କି ମୋ ପଇସା ବି ଦେଇ ପାରିବନି, ମତେ କାହିଁ ଲାଗୁନି। ଆରେ ଏମିତି କଣ ହଉଛ? ମୁଁ କଣ ଏକା ବସି ମତେ ପିଇଛି ନା କଣ? ଆଉ ମଦ ତ ତମେ ଏକା ପିଇଥିଲ, ମୁଁ ଟିକେ ଚାଖଣା ଟିକେ ଖାଇଥିଲି। କଣ ହେଲା ତା ବୋଲି ତମେ ଦବନି? ମୁଁ 10 ଟଙ୍କାର ଚାଖଣା ଖାଇନି, ତେମେ ପିଇଦେଲ 1100 ଟଙ୍କାର ମଦ, ମୁଁ ଦେବି ପଇସା। ନା ନା, ମୁଁ ବି ଦେବିନି। ମୁଁ ବି ଦେବିନି। ଦେବିନି କଣ, ମୁଁ ବା ଦେଇ ଦେଇଛି। ମୋ 1100 ଟଙ୍କା ମତେ ଏବେ ଦରକାର, ମତେ ଦିଅ। ଭାଇ ତମେ ଯୋଉ ମତେ କଥା କହିଲ ଏଇଗୁରା ମତେ ଆଦୌ ଭଲ ଲାଗୁନି। ମୁଁ ଯଦି ଦେବି ଖାଲି ଚାଖଣା ପଇସା ହିଁ ଦେବି। ହଁ ତମେ ନଦିଅ ପଇସା, ମୁଁ ଆଜି 5 ଜଣ ଲୋକ ନେଇକି ଯିବି, ଗାଁରେ ଆଜି ନିଶା ବସିବ। କେମିତି ତମେ ପଇସା ନଦବ ଦେଖିବା। ହଁ ହଉ, ତମେ ଲୋକ ଆଣ, ହିସାବ କର, ଯାହା କରୁଛ କର, ମୁଁ ଶ୍ୱଶୁର ଘରକୁ ପଳେଇବି।